हाय फ्रेंड्स, गुड मॉर्निंग। सकाळु सकाळु ମୁଁ ଉଠି ଯାଇଛି ଆଜି ଝାଡ଼ଖଣ୍ଡରେ। ଓଡ଼ିଶାରୁ ଆମେ ଆସିଲା ପରେ ଘରେ କିଛି ବି ସକାଳ ପାଇଲା ପରେ ଆଉ କିଛି ବି ମନ ହେଲାନି କରିବା ପାଇଁ। ଘର ଲୋକଙ୍କ କଥା ବି ବହୁତ ମନେ ପଡ଼ୁଥିଲା। ଆଉ ଏଇଟା ଘରର କାମ ବି ବହୁତ ଅସଜଡ଼ା ଘର ହେଇକି ପଡ଼ିଥିଲା। ତ ଆମେ ମାଆ ପୁଅ ଯାକ ସାଙ୍ଗ ହେଇକି ଟିକେ ମାଆ ପୁଅ ଯାକ ଖାଇନେଲୁ, କାରଣ ପୁଅ ସ୍କୁଲ ଗଲା ପରେ ଆଉ କିଛି ଖାଇବା ପାଇଁ ଏତେ ମନ ହୁଏନି। ତା ସହିତ ହିଁ ଯେତିକି ଖାଇଥାଏ ମଜାକ କରିକି, ତା ସହିତ ଟିକେ ମାଡ଼ ଲାଗିଲି, ତା ସହିତ ଟିକେ ଖେଳିଲି ଯେ ମନ ଶାନ୍ତି ଲାଗେ। ଆଉ ସାଙ୍ଗ ସେ ବି ମୋତେ ଛାଡ଼ିକି ଜମା ଖାଇବନି, ଏକା ସେ ଜମା ବି ଖାଇବନି। ତ ଆମେ ମାଆ ପୁଅ ଟିକେ 2 ଜଣ ଯାକ ସାଙ୍ଗ ହେଇ ଖାଇନେଲୁ, ମଜାକ ମସ୍ତି ଟିକେ କରିନେଲୁ। ତ ଏମିତି ଖିଆପିଆ ସରିଲା ପରେ ପୁଅର ଟିକେ ଦୁଷ୍ଟାମି, ସ୍କୁଲ ଯିବା ପୂର୍ବରୁ ନା ଏତେ ଦୁଷ୍ଟାମି ସେ କରିବ, ବାବା ବହୁତ ଦୁଷ୍ଟାମି କରେ। ଏବେ ସ୍କୁଲ ସେ ବାହାରି ଗଲା, ସବୁଠାରୁ ସକାଳୁ ପାଇଲା ପରେ ନା ସବୁଠାରୁ ବଡ଼ ଟାସ୍କ ଥାଏ ତାକୁ ସ୍କୁଲ ପଠାଇବା। ଖୁଏଇ ପିଏଇକି ରେଡ଼ି କରେଇକି ତାକୁ ସ୍କୁଲ ପଠାଇବା ସବୁଠାରୁ ବଡ଼ ଟାସ୍କ ଥାଏ। ତ ଫାଇନାଲି ହଜବେଣ୍ଡ ନେଇକି ଗଲେ ତାକୁ ସ୍କୁଲରେ ଛାଡ଼ିକି ଆସିକି, ହଜବେଣ୍ଡ ତାଙ୍କ ଟିଭି ନ୍ୟୁଜ୍ ଲଗେଇକି, ABP ନ୍ୟୁଜ୍ ଲଗେଇକି ସେ ଦେଖିବାରେ ତାଙ୍କର ଲାଗି ପଡ଼ିଲେ। ଆଉ ମୁଁ ଇଆଡ଼େ ଫ୍ରିଜ୍ ଖୋଲିକି ଦେଖିଲି ତ ପୁରା ଅସନା ହେଇକି ପଡ଼ିଥିଲା। 20 ଦିନ ହେବ ଆମେ ଓଡ଼ିଶାରେ ଥିଲୁ, ତ ଏଠି ତ କେହି ନଥିଲେ, ତ ସେଥିପାଇଁ ପୁରା ଗନ୍ଧା ହେଇକି ପଡ଼ିଥିଲା। ତାକୁ ସଫାସୁତୁରା କଲା ପରେ ଇଏ ଆସିଗଲେ ବାପା ପୁଅ ଯାକ। ତ ବାବା ଯାଇକି ଆଣି ପକେଇ ସାରିଲା ପରେ ବାବା ସହିତ ତାର ଲାଗିଲା। ସନ୍ଧ୍ୟା ହେଇଗଲା ଏମିତି ଦେଖୁ ଦେଖୁ, ତ ହଜବେଣ୍ଡ ବାହାରୁ ହିଁ କିଛି ସ୍ନାକ୍ସ ନେଇକି ଆସିଥିଲେ ଭାରି। ତ ଏଇଠି ଆଣିଥିଲେ ଚାଉମିନ ସମୋସା ଆଣିଥିଲେ, ଦେଖିବା ପାଇଁ ବହୁତ ସୁନ୍ଦର ଥିଲେ, ଟେଷ୍ଟ ବି ଆଭରେଜ ଥିଲା, ଏତେ ଖାସ୍ ନଥିଲା। କିନ୍ତୁ ତାର ଯେଉଁ ଚପ୍ଟା ଆଣିଥିଲେ ବହୁତ ଟେଷ୍ଟି ଥିଲା। ସେ ଚପ୍ଟା ବହୁତ ଟେଷ୍ଟି ଥିଲା, ବହୁତ ବଢ଼ିଆ ଲାଗିଲା। ହଜବେଣ୍ଡ ୱାଇଫ୍ 2 ଜଣ ଯାକ ଖାଇଲୁ। ଆଜି ଆସି ସାରିଲା ପରେ ଘର କଥା ହେଇକି ଭଲ ଲାଗୁନଥିଲା। ଘରେ ସମସ୍ତ ଶାଶୁ ଶ୍ୱଶୁରଙ୍କ କଥା ମନେ ପଡ଼ୁଥିଲା। ମୋର ଗୋଟେ ପୁତୁରା ଅଛି, ତାଙ୍କ କଥା ବହୁତ ମନେ ପଡ଼ୁଥିଲା। ତ ଆଜି ଦିନ ସାରା କିଛି ବି ଏମିତି ଭଲ ଲାଗିଲାନି ଜମା। ଏଇ ତ ଜୀବନ, ଆଉ କ'ଣ କରିବା। 2 ଦିନ ଗଲା ପରେ ଅଟୋମେଟିକ୍ ସବୁ ସେଟ୍ ହେଇଯିବେ ନିଜ ନିଜ ଜୀବନରେ ଆଗକୁ ବଢ଼ିବା ଲାଗିଯିବେ। ତ ଏଠି ଆମର ଖିଆପିଆ ଚାଲୁଛି। ଖିଆପିଆ ଚାଲି ସାରିଲା ପରେ କିନ୍ତୁ ପୁଅ ଏସବୁ ଖାଇଲାନି, ତାକୁ ଭଲ ଲାଗିଲାନି। ତ ତା ପାଇଁ ମୁଁ ଟିକେ ମ୍ୟାଗି ବନେଇଦେଲି। ତ ମୁଁ ମ୍ୟାଗି ରେଡ଼ି କରିକି, ପୁଅ ଦେଖିକି ପୁରା ଖୁସି ହେଇଗଲା, ମ୍ୟାଗି ମାମା ବନେଇଦେଲା ମୋ ପାଇଁ ବୋଲି। କେବେ କେମିତି ହିଁ ମ୍ୟାଗି ଦିଏ, ସବୁବେଳେ ନାହିଁ। କିନ୍ତୁ ତାକୁ ଭଲ ଲାଗେ, ଖାସ୍ କରିକି ବର୍ଷା ପାଗରେ ବହୁତ ଭଲ ଲାଗେ ଗରମା ଗରମ। ଦେଖନ୍ତୁ ତା ହସ ଦେଖନ୍ତୁ। ତାର ତ ଚାଲିଥାଏ। ତ ରାତିରେ ଆଉ କିଛି ନ ବନେଇକି ଭାବିଲି କଢ଼ି ପକୋଡ଼ା ହିଁ ବନେଇଦେବି, ଆଉ କିଛି ହେଇପାରିବନି ମୋ ଦ୍ୱାରା। ଆଜି ପାଇଁ ତ ଏତିକି, କାଲିକି ଆଉ ଗୋଟେ ନୂଆ ବ୍ଲଗ୍ରେ ଦେଖାହେବ।